କିଛି କଥା ଆଜ୍ଞା ଏମିତି ଥାଏ ଯେଉଁ କଥା ଆମକୁ ତ କଷ୍ଟ ଦିଏ ହେଲେ ଅନ୍ୟକୁ ଖୁସି ଦିଏ। କହିବାର ଅର୍ଥ ଆଜ୍ଞା, ଯିଏ ଯେଉଁ କଥା ପାଇଁ ଆମକୁ ଖରାପ ଭାବେ କିମ୍ବା ଆମକୁ ସେ ତା ନଜରରେ ଗୋଟେ ଭାବିଥାଏ ଯେ ଇଏ ମୋ କଥାଟାକୁ ଗୁରୁତ୍ୱ ଦେଲାନି କିମ୍ବା କିଛି ଦେଲାନି, କିନ୍ତୁ ସେଇ କଥାଟା ଆମକୁ ଭାରି କଷ୍ଟ ଦେଇଥାଏ। କିନ୍ତୁ ସିଏ ସେଇଟାକୁ ଗୋଟେ ଅଲଗା ନଜରରେ ଦେଖିଥାଏ। ସିଏ ଭାବିଥାଏ ଆରେ ଇଏ କଣ ମୋ କଥାକୁ ଗୁରୁତ୍ୱ ଦେଲାନି, ଇଏ କଣ ମୋ କଥାଟାକୁ ଶୁଣିଲାନି, ଇଏ କଣ ମୋ କଥାଟାକୁ ଜମା ଚିନ୍ତା ବି କଲାନି। ନାଇଁ ଆଜ୍ଞା, ଏମିତି କିଛି କଥା ଥାଏ ଯେଉଁ କଥାର ମୂଲ୍ୟ ତ ବହୁତ ଅଧିକା ଥାଏ, ହେଲେ ସେ କଥାଟା କୁହାଯାଇଥିବା ଲୋକକୁ ସେ ଲୋକର ସେ କଥାଠାରୁ ଆହୁରି ଅଧିକ ମୂଲ୍ୟ ଥାଏ। ମାନେ ବୁଝିପାରୁଛନ୍ତି ତ? ଆଉ ଟିକେ ସିମ୍ପ୍ଲିଫାଇ କରିଦଉଛି। ଯଦି କୌଣସି ଗୋଟେ କଥା କୁହାଗଲା କୌଣସି ଲୋକକୁ, ତେବେ ସେ ଲୋକ ଯଦି ତାର କିଛି ପ୍ରତିକ୍ରିୟା ନ ଦେଖେଇଲା, ତାର ମାନେ ନୁହେଁ ସେ କଥାରେ କିଛି ମୂଲ୍ୟ ନାହିଁ। ତାର ମାନେ ଏଇଆ ଯେ ସେ ଲୋକ ସେ କଥା ଉପରେ ତର୍ଜମା କରୁଛି ଏବଂ ସେ କଥାକୁ ସେ ହୃଦୟର ସହ ଗ୍ରହଣ କରିଛି। ଏଇଟା ବୁଝି ନେବାର ଆବଶ୍ୟକତା ଅଛି। ଏଇଥିରୁ ହିଁ ଆରମ୍ଭ ହୁଏ ଭୁଲ ବୁଝାମଣା ଆଜ୍ଞା। ଏଇ ତ ଜୀବନର କଥା।